ଶାନ୍ତ ସରଳ ଥିବା ବାଣପୁର ଗାଁରେ କିଛି ଏମିତି ଘଟଣା ଘଟିବ ବୋଲି କେହି ବି ବିଶ୍ୱାସ କରିନଥିଲେ। ସମୟ ଥିଲା 2020 ମସିହା। ହଠାତ୍ ନଭେମ୍ବର ମାସରେ 7 ଦିନ ଭିତରେ ଜଣକ ପରେ ଜଣେ 5 ଜଣ ଝିଅ ଗାୟବ ହୋଇଗଲେ। ସେମାନଙ୍କର ବୟସ ପୁଣି 13ରୁ 17 ବର୍ଷ ଥିଲା। ଗାଁରେ କୋକୁଆ ଭୟ ହୋଇଗଲା। ପ୍ରଥମେ ତ ଲୋକମାନେ ଅଲଗା କିଛି ଭାବୁଥିଲେ, ହେଲେ ଯେତେବେଳେ ଗାୟବ ହୋଇଯାଉଥିବା ଝିଅମାନଙ୍କର ସଂଖ୍ୟା ବଢ଼ିବାରେ ଲାଗିଲା, ପୁରା ଗାଁରେ ଭୟର ବାତାବରଣ ଖେଳିଗଲା। ଗୋଟିଏ ଦିନ ନିଷ୍ପତ୍ତି ହେଲା, ପରଦିନ ଗାଁର ଯୁବକମାନେ ଗାଁ ମୁଣ୍ଡରେ ଲୁଚି ରହିଲେ। ରାତି ବଢ଼ିଲା। କିଛି ସମୟ ପରେ ଗାଁଠୁ ଦୂରରେ ଏକ କଳା ରଙ୍ଗର ଜିପ୍ ଆସି ଅଟକିଲା। ଲୁଚି ଲୁଚି ଯୁବକମାନେ ଏସବୁ ଦେଖୁଥିଲେ। ସେମାନଙ୍କ ଆଖି ଆଗରେ ସେ ଜିପ୍ ପୁଣି ଥରେ ବୁଲାଇ ପଳେଇଲା। ଯୁବକମାନେ ପିଛା କଲେ, ହେଲେ ସେ ଜିପ୍ ଏତେ ସ୍ପିଡରେ ଜଙ୍ଗଲ ଭିତରକୁ ପଳାଇଲା ଯେ ଧରିବା ସମ୍ଭବ ହେଲା ନାହିଁ। ଅନ୍ୟପଟରେ ଯୁବକମାନେ ଗାଁକୁ ଫେରି ଦେଖନ୍ତି ତ ଜଣେ 15 ବର୍ଷିଆ ଝିଅ ଗାୟବ ହୋଇଯାଇଥିଲା। ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। କେମିତି ଆଉ କେଉଁ ବାଟ ଦେଇ ସେ ଝିଅକୁ ଗାୟବ କରାଗଲା? ଆଉ ଗାୟବ ହୋଇଯାଉଥିବା ଝିଅଙ୍କୁ କୁଆଡ଼େ ନେଇକି ଗଲେ? ସେମାନଙ୍କ ସହିତ କ'ଣ କ'ଣ ଘଟୁଥିଲା? କେହି ବି ଏହାର ସୁରାଗ ପାଇପାରୁନଥିଲେ। ସମୟ ବିତୁଥିଲା। ଗାଁରେ ପୁରା ଭୟର ବାତାବରଣ ଖେଳି ଯାଇଥିଲା। ଏକଥା ଏସ୍ପିଙ୍କର କାନକୁ ଗଲା। ଏସ୍ପି ସାର୍ ଶୁଣିକି ଆଶ୍ଚର୍ଯ୍ୟ ହେବା ସହିତ ଏକ ସୁଚିନ୍ତିତ ଯୋଜନା କଲେ। ସେମାନଙ୍କ ପାଇଁ ଜାଲ ବିଛାଗଲା। ଯେତେବେଳେ ମୁଖ୍ୟ ଆସାମୀ ଧରାଗଲା, ତାକୁ ଦେଖିକି ସମସ୍ତଙ୍କର ହୋସ୍ ଉଡ଼ିଗଲା। କାରଣ ସିଏ ତ ଗାଁର। ଯେତେବେଳେ ଗାୟବ ହୋଇଯାଉଥିବା ଝିଅଙ୍କ ସମ୍ପର୍କରେ ଜଣାପଡ଼ିଲା, ସମସ୍ତେ ସ୍ତବ୍ଧ ହୋଇଗଲେ। ଯେମିତି ସମସ୍ତଙ୍କ ପାଦ ତଳୁ ମାଟି ଖସିଗଲା। ଖାଲି ଗାଁ ଲୋକ କାହିଁକି, ଶୁଣିଲେ ଆପଣଙ୍କର ବି ହୋସ୍ ଉଡ଼ିଯିବ। ଆପଣଙ୍କ ଆଖି ବଡ଼ ବଡ଼ ହୋଇଯିବ। ଆଜିର ଏ ସତ କାହାଣୀ ଦିନେ ସାରା ଜିଲ୍ଲାରେ ଚହଳ ପକାଇଥିଲା। ଗାଁର ଯୁବକ ଜଗିବା ସତ୍ତ୍ୱେ ସେହି ରାତିରେ 15 ବର୍ଷର ଝିଅ ଗାୟବ ହୋଇଯାଇଥିଲା। ଏହି ଘଟଣା ପରେ ଗାଁରେ ଯେମିତି କୋକୁଆ ଭୟ ଖେଳି ଯାଇଥିଲା। ସରପଞ୍ଚଙ୍କର ଚିନ୍ତା ପୁରା ବଢ଼ିଗଲା। ଝିଅର ବାପା ମାଙ୍କୁ ନେଇ ସେ ସ୍ଥାନୀୟ ପୋଲିସ ଥାନାକୁ ଗଲେ। ସେଠାରେ ରିପୋର୍ଟ ଲେଖାଗଲା। ହେଲେ ସମୟ ବିତିବା ସହିତ ପୋଲିସ ବି ଘଟଣାକୁ ହାଲକା ଭାବରେ ନେଉଥିଲା। ଏହି ଘଟଣାର 3 ଦିନ ପରେ ପୁଣି ଆଉ ଥରେ ଜଣେ 17 ବର୍ଷିଆ ଝିଅ ରୋଜି ଅଚାନକ ନିଖୋଜ ହୋଇଗଲା। ପୁରା ଗାଁରେ ଆତଙ୍କ ଖେଳିଗଲା। ରୋଜିର ମା ସରପଞ୍ଚଙ୍କ ଘରେ ପହଞ୍ଚି କାନ୍ଦି କାନ୍ଦି ସବୁ କଥା କହିଲେ। ସରପଞ୍ଚ ପୁଣି ଥରେ ଥାନାକୁ ଫୋନ୍ କଲେ। ପ୍ରତିଥର ପରି ପୋଲିସ ଏହାକୁ ଏକ ସାଧାରଣ ମାମଲା ବୋଲି କହି ଟାଳିଦେଲା। ହେଲେ ଏଥର ପରିସ୍ଥିତି ଭିନ୍ନ ରୂପ ନେବାର ଥିଲା। ଏ କେସ୍ର ଖବର ଏସ୍ପିଙ୍କ କାନକୁ ଗଲା, ଆଉ ସେ ଏହାକୁ ପୁରା ଗମ୍ଭୀରତାର ସହିତ ନେଲେ। ଏସ୍ପି ନିତିନ ଜଣେ ସଚ୍ଚୋଟ ଓ ସାହସୀ ଅଫିସର ଥିଲେ। ସେ ସ୍ଥାନୀୟ ଥାନାକୁ ନ ଜଣାଇ ନିଜେ ଗାଁକୁ ଯାଇ ତଦନ୍ତ ଆରମ୍ଭ କରିବାକୁ ନିଷ୍ପତ୍ତି ନେଲେ। ପରଦିନ ସେ ନିଜ ଅନୁଗତ ପୋଲିସ କର୍ମଚାରୀଙ୍କୁ ନେଇ ବାଣପୁରରେ ପହଞ୍ଚିଗଲେ। ଗାଁରେ ପୋଲିସ ଗାଡ଼ି ଦେଖି ଗାଁ ଲୋକ ଏସ୍ପିଙ୍କୁ ଘେରିଗଲେ, ଆଉ ସମସ୍ତେ ନିଜ ନିଜ ଦୁଃଖ କାହାଣୀ କହିବାରେ ଲାଗିଲେ। ଏସ୍ପି ସାର୍ ସମସ୍ତଙ୍କର କଥା ଧ୍ୟାନ ଦେଇ ଶୁଣିଲେ। ଗାଁ ସାରା ବୁଲି ବୁଲି କେତେ କ'ଣ ନିରୀକ୍ଷଣ କଲେ। ସେ ଅନୁଭବ କଲେ କି ସେଟା ସାଧାରଣ ଘଟଣା ନଥିଲା। ଗାଁ ସାରା ବୁଲୁ ବୁଲୁ ତାଙ୍କର ନଜର ଜଣେ ବୁଢ଼ା ଲୋକ ଉପରେ ପଡ଼ିଲା, ଯିଏକି ଚୁପଚାପ ଛିଡ଼ା ହୋଇ ସବୁ ଦେଖୁଥିଲେ। ତାଙ୍କ ନାଁ ରଘୁନାଥ ଥିଲା। ଏସ୍ପି ସାର୍ ତାଙ୍କ ପାଖକୁ ଯାଇ ପଚାରିଲେ କି ଆପଣଙ୍କୁ ଏ ସମ୍ପର୍କରେ କିଛି ଜଣାଅଛି କି? ରଘୁନାଥ ଏପଟ ସେପଟ ନେଲେ, ଆଉ ଧୀର ସ୍ୱରରେ କହିଲେ, ସାର୍, ରାତିରେ ଜଙ୍ଗଲ ଭିତରୁ ଅଜବ ଅଜବ ଆବାଜ ଆସୁଛି। କେତେ ଥର ଦେଖିଛି ରାତି ହେଲେ କଳା ରଙ୍ଗର ଏକ ଜିପ୍ ଆସି ଗାଁ ମୁଣ୍ଡରେ ଅଟକୁଛି, ଆଉ କିଛି ସମୟ ଭିତରେ କୁଆଡ଼େ ଗାୟବ ହେଇଯାଉଛି।
हेले लोकमाने डରରେ सियाड़े जीवा पाई साहस करूनाहांती। शुणिकी नितिन सार ताजुब होई गले। एहा परे से एक प्लान कले। राति हेला। एसपी सार निज टीम को नहीं जंगल भीतर को जीवा पाई स्थिर कले। गाँर किछि लोक भी सेमानक सहित जीवा पाई प्रस्तुत होई गले। चारिआडे केवल अंधार थिला। एमिति सुनसान थिला जे पत्र झड़िले भी जना पड़ी जाउथिला। जेमिति सेमाने गाँ मुंडरू किछि बाट जाइछंती जंगल भितरे जने झियर पाटी शुणी पारिले। से झियटी बंचाओ बंचाओ बोली पाटी करुथिला। नितिन सार निज बंदूक काढ़ी से आड़कू दौड़िले। जेतेबेले से सेठारे पहुंचिले से दृश्य देखिकी तांकर होश उड़ीगला। समस्तक रूम टांकुरी उठिला। गोटे झिय तले पड़िथिला। ता हाथ गोड़ बंधा होइथिला। मुहरे टेप लगाई दिया जाइथिला। ता चेहरा रे भय सफा सफा जना पड़ुथिला। एसपी सार जने पुलिस ऑफिसर को आगो को बढ़िया पई कहिले। जेमिति से जाई झियो को उठिया पई चेष्टा करिसंती पाख बुदारू गोटे गुली शब्द हैला। एसपी सार निज पिस्तल काढ़ी से बुदा आड़ को गुली मारिले। किछि समय पर्यंत गुलीर शब्द सुभिला आउ केही जणे दौड़िकी पळेइले। एसपी सार दुई जण ऑफिसर को से लोकर पीछा करने को निर्देश देले। हेले अंधार थिबारु अपराधी खसी जिबारे सक्षम होईगला। नितिन सार तुरंत से झियर हाथ गोड़ खली मुहर टेप काढ़िले। ताको साहस दे कहिले तू जमा डरनी। हेले से झियो भितरे एते डर रहिथिला जे से थरुथिला। थरी थरी कहिला कि सार प्लीज मते बंचेई दियंतु। से माने भयंकर लोक। किए से माने तमे कौन ताको देखिच? से झियो हाँ कला। कहले सार मु सेमानकर मुह ठीक रे देखिनी। से माने मुहे कला कना गुड़ाई मते जीप रे जंगल आड़ को नहीं आसिले। एहा कही कि से अटकी गला आउ किछि कहि पारलानी। जेमिति ताको किछि भयानक कथा मने पड़ीगला। नितिन सार साहस देई पुणी थरे पचारिबारु से कहिला कि सार से माने किछि बड़ लोकंग पई आम परी झियो को नहीं आसुचंती। गोटे पुराना कोठा को नहीं कि जाउछंती। सेठारे आउ किछि झियो थिले। शुणिकी नितिन सारंकर आखि बड़ बड़ होई गला। पचारले कि तमक से रास्ता मने अछि तो? झियो मुंड हले कि हाँ कला। आउ कहिले कि सार सेठा को गले विपद अछि। जदि से माने जानि देबे कि आमे सेठा को जाउचे बोली ताहले से माने हमको मारी देबे। एसपी सार टिके हसी दे कहले ना ना सेमिति किछि भी हेबनी। एथर मु से मानकु धरि नेबी। से झियो को नहीं एसपी सार पलाई आसिले। आउ पर दिन सकाळे निज सीनियर ऑफिसर को नहीं से गोटे बड़ योजना कले। दिन बेला से गाँव रे पहुंचिले। आउ गाँ लोकों को भरोसा देले कि एथर जेमिति हेले अपराधी मानकु गिरफ करा जिवो। सेतेबेले जड़े वयस्क महिला भୟରେ दौड़ी दौड़ी आसी कहले कि सार राति आउ गोटे झियो गायब हो जाइछि। गाँव रे पुलिस रो कार्यानुष्ठान सत्वे आउ गोटे झियो गायब हेबा नहीं आतंक खेलीगला। लोके असहिष्णु हो जाइथिले आउ गाली करिबा आरंभ करदेले। सबु कहूथिले कि सार जदि आम झियो माने सुरक्षित रहिबेनी ताहले आमे जीले कि मरले कौन फरक पड़िबो। जने वयस्क लोक कहले कि सार जदि पुलिस रो किछि करि परिबेनी ताहले आमको कहंतु आमे बंदूक उठाइबु। आमको आउ गोटे सुजोग दियंतु। एथर अपराधी बंची पारिबेनी। आमे तुरंत अपराधी को धरिबु। एहा परे नितिन सार निजर किछि पुलिस कर्मचारी को गाँ भितरे सादा पोशाक रे मृतयन कले। सेमानकु कहिदेले कि जदि किछि भी संदेह लागे ताहले मते तुरंत रिपोर्ट कर देबो। गायब हो जाइथिबा नुआ झियर ना थिला सीमा। ता बयस केवल 13 वर्ष थिला। ता माँ कांदी कांदी कहूथिला कि सार राति रे से खाई सारी सोईथिला। सकाळु देखे तो झियो नाही। कबाड़ भी भितरु बंद थिला। शुणिकी एसपी सार आश्चर्य होई गले। से तुरंत तांग घरौ गले। रूम रो झरका भांगी थिला आउ सेठारे जोता चिन्ह थिला। से चिन्ह आमको अपराधी पर्यंत नहीं पारे। एसपी सार निज टीम को कहबा परे
ଖୋଳତାଡ଼ ଆରମ୍ଭ ହୋଇଗଲା। ରୋହନ ନାମକ ଜଣେ କନେଷ୍ଟବଳ ସାଦା ପୋଷାକରେ ଗାଁରେ ବୁଲୁଥିଲେ। ଦୌଡ଼ିକି ଆସିଲେ ଆଉ କହିଲେ କି ସାର୍, ଗାଁ ମୁଣ୍ଡରେ ରାତିରେ ଗୋଟିଏ କଳା ରଙ୍ଗର ଜିପ୍ ଛିଡ଼ା ହୋଇଥିଲା। ଯେତେବେଳେ ମୁଁ ତା ପାଖକୁ ଗଲି ସେ ଦ୍ରୁତ ଗତିରେ ଜଙ୍ଗଲ ଆଡ଼କୁ ପଳେଇଲା। ନିତିନ ସାର୍ଙ୍କୁ ରଘୁନାଥଙ୍କ କଥା ମନେ ପଡ଼ିଲା। ସେ ନିଶ୍ଚିନ୍ତ ହୋଇଗଲେ ଯେ ଝିଅମାନଙ୍କୁ ଏଇ ଜିପ୍ରେ ହିଁ ଗାୟବ କରାଯାଉଥିଲା। ସନ୍ଧ୍ୟା ହେବାରେ ଲାଗିଲା। ସେ ନିଜ କର୍ମଚାରୀଙ୍କୁ ସାଦା ପୋଷାକରେ ଗାଁ ବାହାରେ ଥିବା ଜଙ୍ଗଲରେ ଲୁଚି ରହିବା ପାଇଁ ନିର୍ଦ୍ଦେଶ ଦେଲେ। ଜଣେ କମ୍ ବୟସର ମହିଳା ପୋଲିସ ଗାଁ ଝିଅ ବେଶରେ ଗାଁରେ ରହିଲେ। ରାତି ହେବା ପରେ ତାଙ୍କୁ ଗାଁ ବାହାରେ ଛାଡ଼ି ଦିଆଗଲା। ରାତି ବିତିବାରେ ଲାଗିଲା। ଗାଁ ପାଖ ଜଙ୍ଗଲରେ ସାଦା ପୋଷାକଧାରୀ ପୋଲିସ ଲୁଚି ରହିଥିଲେ। ଗାଉଁଲି ଝିଅ ବେଶରେ କମ୍ ବୟସର ମହିଳା ପୋଲିସ ଏପଟ ସେପଟ ହେଉଥିଲେ। ରାତି ଅଧା ହେବାରୁ ଗୋଟିଏ କଳା ଜିପ୍ ଧୀରେ ଧୀରେ ପୁଣି ଗାଁ ଆଡ଼କୁ ଆସିଲା। ସମସ୍ତେ ପ୍ରସ୍ତୁତ ଥିଲେ। ଜିପ୍ ଆସି ଗାଁ ମୁଣ୍ଡରେ ଅଟକିଲା। ସେଥିରୁ 2 ଜଣ ଲୋକ ବାହାରିଲେ। ସେମାନେ ଏପଟ ସେପଟ ଅନେଇଲେ ଆଉ ଧୀରେ ଧୀରେ ଝିଅ ପାଖରେ ପହଞ୍ଚିଗଲେ। ନିତିନ ସାର୍ ସବୁ ପୋଲିସ କର୍ମଚାରୀଙ୍କୁ ଇସାରା କଲେ କି ଟିକେ ରହିଯା, ସେମାନେ ଆଉ ଟିକେ ପାଖକୁ ଆସନ୍ତୁ। ଯେମିତି ସେମାନେ ସୀମା ପାଖକୁ ଆସି ତାଙ୍କୁ ଉଠାଇ ନେବା ପାଇଁ ଚେଷ୍ଟା କଲେ, ନିତିନ ସାର୍ ଚିଲେଇଲେ, କହିଲେ ରହିଯା, ତମ ଖେଳ ଖତମ ହୋଇଯାଇଛି। ପୋଲିସକୁ ଦେଖି 2 ଜଣ ଦୌଡ଼ିବାକୁ ଲାଗିଲେ। ସେତେବେଳକୁ ଅନ୍ୟ ପୋଲିସ କର୍ମଚାରୀମାନେ ଗୁଳି ଚଳାଇବା ଆରମ୍ଭ କରିଦେଲେ। ସେମାନଙ୍କ ଭିତରୁ ଜଣେ ଗୁଳି ମାଡ଼ରେ ତଳେ ପଡ଼ିଗଲା। ଆଉ ଜଣେ ଜିପ୍ ନେଇ ଜଙ୍ଗଲ ଭିତରକୁ ପଳାଇଲା। ଏସ୍ପି ସାର୍ ନିଜେ ଗାଡ଼ି ଚଲେଇ ତାର ପିଛା କରିବା ପରେ ତାକୁ ଧରିନେଲେ। ଏବେ 2 ଜଣ ଅପରାଧୀ ଧରା ପଡ଼ିଥିଲେ। ଦୁହିଁଙ୍କୁ ଥାନାକୁ ନିଆଯାଇ ପଚରାଉଚରା ଆରମ୍ଭ କରାଗଲା। ଦୁହିଁଙ୍କୁ ମାରପିଟ ପରେ ସେମାନେ ମୁହଁ ଖୋଲିଲେ। ଜଣେ କହିଲା କି ସାର୍, ଆମେ କେବଳ ଡ୍ରାଇଭର, ଆମକୁ କେବଳ ଝିଅମାନଙ୍କୁ ଜଙ୍ଗଲ ଭିତରେ ଛାଡ଼ିବାର କାମ ଦିଆଯାଉଥିଲା। କିଏ ଦେଉଥିଲା ତମକୁ ଏମିତି କାମ? ଗୋଟିଏ ଶକ୍ତ ଚାପୁଡ଼ା ବସାଇ ଏସ୍ପି ସାର୍ ପଚାରିଲେ। ଅନ୍ୟ ଅପରାଧୀ ଡରିଯାଇ କହିଲା କି ସାର୍, ଆମେ କିଛି ବି ଜାଣିନୁ, ଆମେ କେବଳ ଟଙ୍କା ପାଇଁ କାମ କରୁଥିଲୁ। ନିତିନ ସାର୍ ନିଜ ବନ୍ଧୁକ କାଢ଼ି ସିଧା ସେ ଅପରାଧୀ ମୁଣ୍ଡରେ ଲଗାଇଦେଲେ। କହିଲେ ସତ କହ, ନହେଲେ ତ ଖପୁରି ଉଡ଼ାଇଦେବି। କିଛି ସମୟ ଭିତରେ ସେମାନେ ସବୁ ସତ କହିଦେଲେ। ସାର୍, ଆମକୁ ବବୁଲ ଠାକୁର ନାମକ ଜଣେ ଲୋକଠାରୁ ଅର୍ଡର ମିଳୁଥିଲା। ସେ ଘଞ୍ଚ ଜଙ୍ଗଲ ଭିତରେ ଗୋଟିଏ ପୁରୁଣା କୋଠାରେ ଧନ୍ଦା କରୁଛି। ଝିଅକୁ ନେଇ ସେଠାରେ ଛାଡ଼ି ଆସୁଥିଲୁ। ପୁରା ରାଗରେ ଏସ୍ପି ସାର୍ ପଚାରିଲେ କି ସେ ବବୁଲ ଠାକୁର କିଏ? ସେ ଜଣେ ବଡ଼ ଲୋକ ସାର୍, ଦେଖିବାକୁ ତ ଗାଁର ଜଣେ ସାଧାରଣ ଲୋକ ପରି, ହେଲେ ସେ ଜଣେ ବଡ଼ ଅପରାଧୀ। ପୋଲିସ ପାଖରେ ଏବେ ଏକ ନାଁ ଥିଲା ବବୁଲ ଠାକୁର। ଏସ୍ପି ସାର୍ 2 ଜଣ କନେଷ୍ଟବଳଙ୍କୁ ଗାଁକୁ ପଠାଇଲେ, ଯେମିତି ସେମାନେ ବବୁଲ ଉପରେ ନଜର ରଖିପାରିବେ। କିଛି ଘଣ୍ଟା ଭିତରେ ବବୁଲ ଠାକୁରର କୁଣ୍ଡଳୀ ଏସ୍ପି ସାର୍ଙ୍କୁ ମିଳିଗଲା। ବବୁଲ ଝିଅକୁ ନେଇ କେବଳ ଧନ୍ଦା କରୁନଥିଲା, ବରଂ କିଛି ପଡ଼ୋଶୀ ଗାଁ ଯୁବକଙ୍କୁ ନେଇ ବେଆଇନ କାମ ବି ଚଲାଇଥିଲା। ବବୁଲ ଗାଁରେ ଖୁଲମ ଖୁଲା ବୁଲୁଥିଲା, ହେଲେ ଗାଁ ଲୋକ ତାର ଏହି କାରନାମା ସମ୍ପର୍କରେ ଜାଣିନଥିଲେ। ଏବେ ସେ କୋଠାରୁ ଅନ୍ୟ ଝିଅଙ୍କୁ ଉଦ୍ଧାର କରିବାର ସମୟ ଥିଲା, ହେଲେ ବିନା ଯୋଜନାରେ ସେଠାକୁ ଯିବା ବିପଦପୂର୍ଣ୍ଣ ଥିଲା। ସେ ଗାଁର କିଛି ମହିଳାଙ୍କୁ ସାହାଯ୍ୟ ମାଗିଲେ। ଯେଉଁମାନଙ୍କର ଝିଅ ଗାୟବ ହୋଇଥିଲେ, ଏସ୍ପି ସାର୍ ପୁରା ପୋଲିସ ଫୋର୍ସ ମଗାଇଲେ। ସେମାନେ ଜଙ୍ଗଲ ଚାରିପଟରୁ ଘେରିଗଲେ ଆଉ ଏସ୍ପି ସାର୍ ନିଜେ ଗାଡ଼ି ନେଇ ସେ କୋଠା ଆଗକୁ ଗଲେ। ଗେଟ୍ ପାଖରେ ପହଞ୍ଚିବା ବେଳକୁ ଯେଉଁ ଦୃଶ୍ୟ ଦେଖିଲେ, ଦେଖିକି ଚମକି ପଡ଼ିଲେ। ଗୋଟିଏ ବଡ଼ ଆଉ ପୁରୁଣା କୋଠା, ଯେଉଁଠୁ ଝିଅମାନଙ୍କର ଚିତ୍କାର ଶୁଭୁଥିଲା। ଘନ ଅନ୍ଧାରରେ ସେ ପୁରୁଣା କୋଠା ଏକ ଭୂତ ବଙ୍ଗଳା ପରି ଦେଖାଯାଉଥିଲା। ଏସ୍ପି ସାର୍ ଓ ତାଙ୍କ ଟିମ୍ ସେ କୋଠା ଚାରିପଟେ ଘେରିଗଲେ। ଜଣେ ପୋଲିସ ଯାଇ କବାଟ ବାଡ଼େଇଲେ। କିଛି ସମୟ ଯିବା ପରେ ଜଣେ ଆସି କବାଟ ଫାଙ୍କରେ ଦେଖି ଚିଲେଇବାରେ ଲାଗିଲେ, ପୋଲିସ ପୋଲିସ। ଭିତରୁ ଗୁଳିମାଡ଼ ଆରମ୍ଭ ହୋଇଗଲା। ଏପଟେ ପୋଲିସ ବି ପାଲଟା ଗୁଳିମାଡ଼ ଆରମ୍ଭ କରିଦେଲା ଆଉ କବାଟ ଖୋଲି ପୋଲିସ ଭିତରକୁ ପଶିଲା। ଗୁଳିମାଡ଼ ଭିତରେ ବବୁଲ ଠାକୁର ପଛପଟ ରାସ୍ତା ଦେଇ ଖସିଯିବାକୁ ଚେଷ୍ଟା କଲା।
एसपी सार प्रथम से रास्तार थिले। एसपी सार चिलेइले, रहीजा बबुल, तू कुआडे भी खसिकी जाइपारिबुनी। बबुल गुली मारिबा पाई बंदूक काडू काडू एसपी सार प्रथमे गुली चलाई देले। बबुल देहरे गुली बाजिबा परे से तळे पड़ीगला। एहा परे सबू गुंडा को पुलिस गिरफ करदेला। आउ जीप रे बसाई गाँ भीतर को अणागला। कोठारे बंद थिबा सबू झियो मुकुलिले। समस्ते डर थरुथिले। एसपी सार कहिले कि एबे तम मानकर आउ डरिवार किछि भी कारण नहीं। एसपी सार सबू झियो को ने गाँ रे पहुंचिले। निज झियो को देखी गाँ लोक खुशी होई गले। गाँ लोक पुलिस जिंदाबाद और एसपी सार जिंदाबाद रो नारा देउथिले। एहार किछि मास बीती जिबा परे सरकार एसपी सार को साहसिकतार पुरस्कार देई सम्मानित कराइले। बाणपुर गाँर लोके जो माने दिने भୟରେ सोई पारु नथिले एबे शांति रे सोई पारुछंती। तो कहानीटी एतिकी थिला। एसपी सार कारनामा को नहीं आपण निजर मत कमेंट बॉक्स रे देबे। निजर ना सहित जगह ना कमेंट रे लिखिले पर वीडियो रे आपणकर ना घोषणा करिवु। वीडियो भल लागिथिले लाइक शेयर करिदेबे। आउ चैनल को सब्सक्राइब करी बेल आइकन को ऑन करिदेबे। आम फेसबुक पेज को भी फॉलो करिदेबे। लिंक डिस्क्रिप्शन बॉक्स रे देइछि। आपणको अनेक अनेक धन्यवाद।